ए प्रकार लेखा द्वितीय तिमोथी 2:20-21 पद। गोटे बड़ घरे जे केवल सुना और रूपार पात्र थाए ताहा नुहे, मात्र काठ और माटीर पात्र मध्य थाए, केतेक समादर और केतेक अनादर निमंते थाए। अतएव जदि केही से समस्त ठारू निजको सूची रखे ताहेले से पवित्रकृत कर्तांक व्यवहार पाई उपयुक्त, पुणी समस्त उत्तम कार्य निमंते प्रस्तुत, एपरि एक समादर पात्र हेबो, समादर पात्र हेबो। हमने देखुଛୁ ଗୋଟେ ପାତ୍ର ବୋଲେ କ'ଣ, ସମାଦରର ପାତ୍ର ବୋଲେ କ'ଣ, ଆମେ ସେ ବିଷୟରେ ଟିକେ ଚିନ୍ତା କରିବା। ପାତ୍ର ବୋଲେ ଆମେ ଆପଣଙ୍କ ଘରେ, ଆମ ଘରେ, ସମସ୍ତଙ୍କ ଘରେ ଗୋଟେ ଗୋଟେ ପାତ୍ର ଅଛି। ପାତ୍ର ନଥିଲେ ଆମେ କ'ଣ କରିପାରିବୁ ନାହିଁ, ରାନ୍ଧି ପାରିବୁ ନାହିଁ। ହାଣ୍ଡି ମିଶା ଗୋଟେ ପାତ୍ର, ଭାତ ରାନ୍ଧିବା ପାଇଁ ଗୋଟେ ଡେକ୍ସି, ତରକାରୀ ରାନ୍ଧିବା ପାଇଁ ଗୋଟେ ଡେକ୍ସି ଅଛି, ପାଣି ରଖିବା ପାଇଁ ଗୋଟେ ଷ୍ଟିଲ୍ ହାଣ୍ଡି ଅଛି, ସେଇଟା ଗୋଟେ ପାତ୍ର, ସେଇଟା ଗୋଟେ ପାତ୍ର। ଆଜି ଆମେ ଯେତେବେଳେ ଖାଉଛୁ ଖାଉଛୁ ଖଲିରେ ବି ଖାଉଛୁ, ଖଲି ପତ୍ରରେ, ଆଉ ପ୍ଲେଟ୍ରେ ବି ଖାଉଛୁ। କିଏ ତ ପିତ୍ତଳର ଥାଳିରେ ଖାଉଛି, କିଏ ସୁନାର ଥାଳିରେ ଖାଉଛି, କିଏ ଷ୍ଟିଲ୍ ପାତ୍ରରେ ଖାଉଛି। ଏଇଟା ଗୋଟେ ପାତ୍ର ବୋଲି କୁହାଯାଏ। ବୋଲେ ଗୋଟେ ଖାଇବା ଜିନିଷ, ରାନ୍ଧିବା ଜିନିଷ, ପାଣି ରଖିବା ଜିନିଷ। ଏବେ ଡ୍ରମ୍ ଗୋଟେ ଅଛି, ସେଠି ପାଣି ନ ରଖିଲେ ଆମେ ବ୍ୟବହାର କରିପାରିବୁ ନାହିଁ, ସେଟା ପାଇଁ ଡ୍ରମ୍ ଗୋଟେ ପାତ୍ର। ଏମିତି ପ୍ରତ୍ୟେକ ପାତ୍ର ଗୁଡ଼ାକ ଅଛି। ତ ଆଜି କେଉଁ ପାତ୍ର ବିଷୟରେ ଏଠି କୁହାଯାଉଛି? ଆଜି ଖାଲିକିନା ପାତ୍ର ବିଷୟରେ ଆମେ ଏଠି ଦେଖିବା ନାହିଁ, କିନ୍ତୁ ଗୋଟେ ଘରେ ଯେ ସୁନା ପାତ୍ର ଥିବ, ରୂପା ପାତ୍ର ଥିବ, ପିତ୍ତଳର ପାତ୍ର ଥିବ, କାଠ ପାତ୍ର ଥିବ, ମାଟିର ପାତ୍ର ମଧ୍ୟ ଥିବ। କେତେ ଲୋକ ମାଟିର ହାଣ୍ଡିରେ ମଧ୍ୟ ରାନ୍ଧୁଛନ୍ତି, ସବୁ ପାତ୍ର ଥିବ। କିନ୍ତୁ କେତେ ଅନାଦର, କେତେ ସମାଦର ପାଇଁ, କେତେ ବ୍ୟବହାର ଯୁକ୍ତ ପାଇଁ, କେତେ ଅବ୍ୟବହାର ଯୁକ୍ତ ପାଇଁ ମଧ୍ୟ ଥିବ। କିନ୍ତୁ ସବୁ ଆମେ ଗୋଟେ ଘରେ ଅଛି, ସୁନାର ପାତ୍ର ହେଲେ ମଧ୍ୟ ସେଇଟା ଯଦି ମଇଳା ହେଇଯାଇଥିବ ବୋଲେ ଆମେ ତାକୁ ବ୍ୟବହାର କରିପାରିବା ନାହିଁ। କି ସୁନାର ପାତ୍ର ଆମ ଘରେ ଯେତେବେଳେ ଭଲ ଭଲ ଥାଳି ଆମେ ରଖିଛୁ, ଆମେ କେତେବେଳେ ସେଇଟା ବ୍ୟବହାର କରିବୁ ଯେତେବେଳେ ଆମ ଘରେ ଗେଷ୍ଟ ଆସନ୍ତି। ଗେଷ୍ଟ ଆସିଲା ସମୟରେ ଆମେ ତାକୁ ଭଲ କରି ଧୋଇବୁ, ଖାଇରେ ଗେଷ୍ଟ ପାଇଁ ବଢ଼ିଆ ଥାଳି ଗିନା ସବୁ ଆମେ ଦେବୁ। ତ ସେଇ ସୁନାର ପାତ୍ର ହଉ କି ରୂପାର ପାତ୍ର ହଉ, ବ୍ୟବହାର ଯୋଗ୍ୟ ଯଦି ହେଉଛି ଠିକ୍ କଥା, ଯଦି ବ୍ୟବହାର ହେଉନାହିଁ ସେଇଟା କିଛି ମୂଲ୍ୟ ନାହିଁ। ତେଣୁ ଯେକୌଣସି ପାତ୍ର ହଉ, ସୁନାର ହଉ, ରୂପାର ହଉ କି ପିତ୍ତଳର ହଉ, ସବୁ ପାତ୍ର ବ୍ୟବହାର ହେବାର ଅଛି। ଆମେ ଏଠୁ ଆମେ କ'ଣ ବୁଝିବା ଯେ ଗୋଟେ ଲୋକ ବଡ଼ ଶିକ୍ଷିତ ହୋଇଥିବ, ସେ ଗୋଟେ ପାତ୍ର, ଶିକ୍ଷିତ ପାତ୍ର। ଗୋଟେ ଲୋକ କିଛି ପାଠ ପଢ଼ିନଥିବ, ଅଶିକ୍ଷିତ ପାତ୍ର। ହେଲେ ଯଦି ଶିକ୍ଷିତ ପାତ୍ର ହେଲେ ମଧ୍ୟ ତାର ଜୀବନରେ କିଛି ପ୍ରଭୁକୁ ଗ୍ରହଣ କରିନଥିବ ବୋଲେ କିଛି ମୂଲ୍ୟ ନାହିଁ। କିନ୍ତୁ ଅଶିକ୍ଷିତ ପାତ୍ର ଯଦି ପ୍ରଭୁକୁ ଗ୍ରହଣ କରିଛି ବୋଲେ ସେ ସମାଦର ପାତ୍ର ବୋଲି ଆମେ କହୁଛୁ। ଏବେ ଆମେ ଯଦି ଚିନ୍ତା କରିବା ଶିଷ୍ୟମାନଙ୍କ ବିଷୟରେ ଆମେ ଚିନ୍ତା କରିବା, ସେମାନେ କ'ଣ ପାଠ ପଢ଼ିଥିଲେ କି ବେଶୀ? ନାଇଁ, ସେମାନେ ପାଠ ପଢ଼ିନଥିଲେ, କିନ୍ତୁ ପ୍ରଭୁ ସେମାନଙ୍କୁ ସମାଦର ପାତ୍ର ଭାବରେ ବ୍ୟବହାର କଲେ। ବ୍ୟବହାର କଲେ କି ନାହିଁ? ପ୍ରଭୁଙ୍କର ବାକ୍ୟରେ ଲେଖା ହେଇଛି, ଜଗତର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ମୂର୍ଖମାନଙ୍କୁ ପ୍ରଭୁ କ'ଣ କରିଛନ୍ତି? ମନୋନୀତ କରିଛନ୍ତି। ଆମେ ସମସ୍ତେ ମୂର୍ଖ ଥିଲୁ, ଗୋଟେ ଦିନ ଅଯୋଗ୍ୟ ପାତ୍ର ଥିଲୁ, ଅମନୋନୀତ ପାତ୍ର ଥିଲୁ। ପ୍ରଭୁ ଆମକୁ ଅନୁଗ୍ରହ କରି କ'ଣ କରିଛନ୍ତି? ଯୋଗ୍ୟ ପାତ୍ର ବା ସମାଦର ପାତ୍ର, ମନୋନୀତ ପାତ୍ର ଆମକୁ କରିଛନ୍ତି। ଜଣେ ଲୋକର ବହୁତ ବଳବାନ ଥିବ, କିନ୍ତୁ ଲୋକକୁ ସାହାଯ୍ୟ କରୁନଥିବ, କି ପାତ୍ର କି ଦରକାର? ଏତେ ବଳବାନ ଥିବ, ସେ ଲୋକକୁ ସାହାଯ୍ୟ କରିପାରିବ ନାହିଁ, ତାହେଲେ କି ଲାଭ? କିନ୍ତୁ ଦୁର୍ବଳ ଲୋକ ଅଛି, ସେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛି, ସେଇଟା ଗୋଟେ ଉତ୍ତମ ପାତ୍ର ବୋଲି କୁହାଯାଏ। ଆରେ ଆମେ ଦେଖୁଛୁ ଯେ କେତେ ଲୋକର ଧନ ସମ୍ପତ୍ତି ବେଶୀ ଅଛି, କିନ୍ତୁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରୁନାହାନ୍ତି ସେମାନେ। କିନ୍ତୁ ଯାହାର କିଛି ନାହିଁ ସେମାନେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି।
से प्रभुकर पात्र पात्री भाव आम व्यवहार कर प्रभु आमको व्यवहार करती तेणुक आमने आज देखा जे गोटे समादर पात्र क्या गोटे समादर पात्र क्या केते विषय लिखी किंतु आज गोटे विषय मुझे कहवाई चाहे से पात्र केमती हेबा दरकार प्रथम पात्र केमती हेबा दरकार गोटे सुनार पात्र अच्छी रूपार पात्र अच्छी पितल पात्र अच्छी पितल हांडी अच्छी आमर घर पितल हांडी 4टा 5टा अच्छे हम व्यवहार करूँ व्यवहार न करें कि लाभ व्यवहार हेले एका सीटा भल तो हांडीर पात्र मध्य किंतु जेकोसी पात्र थिले सीटा मुख्य विषय कौन थिबार अछि सफा थिबार अछि परिष्कार थिबार अछि क्लीन थिबार अछि क्लीन थिबार अछि सफा थिबार अछि ताहले से पात्र को हमें व्यवहार करि परबा एबे मैला ग्लास गोटे थिबो सीटे अन्य मान जदि पानी देबा ताहले से माने पीबे कि पीबे नै से पात्र खराबटा से ग्लास खराबटा से मैला पड़ी जदि आम लोक को पानी देवा बोले से पीबे ना आम घर बढ़िया बिल्डिंग हो जाइए किंतु क्लीननेस नथिबो पूरा गेंदिया थी लोक मैंने आसले भीतर पशि पारे ना कि लाभ मुझे बहुत बड़ शिक्षित थी किंतु मोर देह बंधु थी भल सार्ट पैंट पिंधि नथिबो कि लाभ ने तेणुक आम क्लीननेस आम प्रथम सफा प्रथम आम सफा हबार क्लीनिंग आमर जीवन रे सफा हवा दरकार गोटे पात्र परिष्कार हवा दरकार जदि परिष्कार नाई तार जीवन रे ताहले से उपयुक्त पात्र पात्री हो पारे नाई तेणुक मैंने देखा से पात्र प्रथम कौन हवा दरकार जिसाय पुस्तक लिखा जाए जिसाय 1:16 पदरे आम देखा जिसाय 1:16 पदरे से पात्र कौन हवा दरकार ए प्रकार लिखा जाए जिसा 1:16 पद तुम्हें माने आपना मानंकु धौत कर आपना मानंकु सूची कर आम दृष्टि आपना मानंकर क्रियार मंदता दूर कर कुक्रिया करिबारु निवृत्त हुओ देखु प्रथम कौन करवार अच्छे तुमने आपण मानकु धौत कर लिखा तार तो परिष्कार कर आम भोजी घरे गले किस करूँ तू हाथ धोई खाऊ ने घरे मिशा आम हाथ धोई खाऊ खाइबाटा गोटे एमतीका जिनस हाथ न धोई खाइले से जीवाणु मन थी आम खाईदे आम पेट भितर जीव आम आमको रोग तेणु परिष्कार दरकार आम हाथ आम शरीर परिष्कार दरकार का तो शरीर जदि परिष्कार दरकार दिने प्रभु जीशु शिष्य मैंने जाऊा समय सिंसा सब छिंडाई कर शिष्य मैंने खाईदेले तो फारुसी मैंने सीटा देखुले ए तुम शिष्य मैंने केमती लोक मैंने हाथ न धोई कर कौन करता खाई दौरान बोलिक प्रभु कौन कहले जहाँ भीतर को जाए सीटा मनुष्य को कौन करे ना अशुचि करे ना किंतु भीतर जहाँ बाहर है तेणुक भीतर को कौटा जाऊे खाद्य जाऊे मनुष्य को सीटा अशुचि कर केते लोग कौन करबे सिगरेट पीउथिबे ने से कहबो सिगरेट को भीतर जाऊे सीटा में अशुचि नहीं एंती माने बुझावा लोक मध्य अछंती किंतु आमे परिष्कार भाव हाथ धोई खाइबार सीटा तो किंतु आत्मिक जीवन में आम केमती परिष्कार हबार अच्छी केमती धोइबार अच्छी आमर हृदय को दिरिमर लिखाई ना आप पढ़ी सोरारे धौत कले सोरार बोले साबुन रे धौत करवार अच्छी आमर हृदय को किए तुम डब साबुन आनवा नईले लाइफ साबुन आनवा आजकल लाइफ साबुन ना डब साबुन अन्य साबुन सब आनी धोई कर आम भितर सफा कर पार्बा कि आम हृदय को नाई आम केमती सफा करवा प्रथम विषय आम देखु आम प्रथम धौत करवा केमती धौत हम माने जिसा 44 तार 22 जिसा 44 तार 22 ए प्रकार लिखा जाए जिसा 44:22 पद आम्बे तुमर अधर्म सबु निबिड़ कुहुड़ीर न्याय और तुमर पाप सबु मेघ परी मार्जना करियछु
ଆମ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମକୁ ମୁକ୍ତ କରିଅଛୁ। ଲେଖା ଆମେ ତୁମର ଅଧର୍ମ ସବୁ ନିବିଡ଼ କୁହୁଡ଼ି କରି ନ୍ୟାୟ ଓ ତୁମର ପାପ ସବୁ ମେଘ କରି ମାର୍ଜନା କରିଅଛୁ। ଆମର ପାପକୁ ସେ ମାର୍ଜନା କରିଅଛନ୍ତି, ଆମର ପାପକୁ ସେ କ୍ଷମା କରିଅଛନ୍ତି। ଆମର ପାପ କ୍ଷମା ହେଲେ ଆମେ ପରିଷ୍କାର ହେଇପାରିବା। ଆମର ପାପ ଯଦି କ୍ଷମା ହେଇନାହିଁ ଆମେ ପରିଷ୍କାର ହେଇପାରିବା। ହେଲେ ଆମ ପାପ କେମିତି କ୍ଷମା ହେବ? ଯେତେବେଳେ ଜଣେ ଲୋକ ପ୍ରଭୁ ଯୀଶୁଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଆମେ ଗ୍ରହଣ କରିଛୁ, ଆମର ପ୍ରତିଦିନ ଆମର ପାପ କ୍ଷମା ହେଉଥିବା। ତେଣୁକରି ପ୍ରଥମ ଯୌନ 1:9 କ'ଣ ଲେଖା ହେଇଛି? ଯଦି ଆମମାନେ ଆପଣ ଆପଣଙ୍କ ପାପ ସ୍ୱୀକାର କରୁ, ତେବେ ସେ ଆମଙ୍କର ଅଧର୍ମ ସବୁ ସେ କ'ଣ କରିବେ? କ୍ଷମା କରିବେ। ଆମ ପାପକୁ ଆମେ ସ୍ୱୀକାର କରୁଥିବାର ଅଛି, ତେବେ ଆମେ ପରିଷ୍କାର ହେଉଥିବୁ। ତାହେଲେ ପରିଷ୍କାର ହେଲେ ପ୍ରଭୁ ଆମକୁ ବ୍ୟବହାର କରିବେ, ଆଉ ଲୋକମାନେ ମଧ୍ୟ ଆମକୁ ବ୍ୟବହାର କରିବେ। ଆମର ଜୀବନରେ ଆମେ ଯଦି ପାପ ଥିବ, ଆମର ଜୀବନରେ ଅଧର୍ମ ଥିବ, ଆମର ଜୀବନରେ ଛଳନା ଥିବ, ଆମର ଜୀବନରେ ଅବିଶ୍ୱସ୍ତତା ଥିବ, ତାହେଲେ ଲୋକମାନେ କହିଦେବେ ଏ ଅବିଶ୍ୱସ୍ତ ଦାସ, ଏ ଅବିଶ୍ୱସ୍ତ ପ୍ରଚାରକ, ଏ ଅବିଶ୍ୱସ୍ତ ବିଶ୍ୱାସୀ ବୋଲି କହିଦେବେ। ତେଣୁକରି ଆମ ଜୀବନରେ ପରିଷ୍କାର ହେବା ପାଇଁ ଆମ ପାପ ଆମେ ସ୍ୱୀକାର କରିବା। ତେଣୁ ଦାଉଦ ଗୋଟେ ବିଷୟ କହୁଛନ୍ତି, ଗୀତ ସଂହିତା 139 ତାର 8 ପଦରେ, ଗୀତ ସଂହିତା 139 ତାର 8 ପଦ, 139 Psalm 139 verse 8, 139 ତାର 8 ଏ ପ୍ରକାର ଲେଖାଯାଏ, ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ ତେବେ ତୁମ୍ଭେ ସେଠାରେ, ଯଦି ମୁଁ ପାତାଳରେ ବିଛଣା କରେ ତେବେ ଦେଖ ତୁମ୍ଭେ ସେଠାରେ। ମୁଁ ଯୋଉଠି ଗଲେ ମଧ୍ୟ ତୁମେ ସେଠାରେ ବୋଲିକିରି ସେ କହୁଛନ୍ତି। ଆଉ ଗୋଟେ ବିଷୟ ଆମେ ଦେଖିବା, ମୋର ଜୀବନରେ ମୋର ହୃଦୟରେ କିଛି ଭୁଲ ଅଛି କି ନାହିଁ ତୁମେ ତାହା ଦେଖ ବୋଲବାଟା। ସେ 39 ପଦରେ ଆମେ ଦେଖିପାରୁଛୁ। କେତେ ପଦରେ ଆପଣ କିଏ ପାଇପାରିବେ କି? 3 ପଦ ମୋର ଅନ୍ତଃକରଣର କିଛି ଅଧର୍ମ ଅଛି କି ନାହିଁ ତାର ତୁମେ କ'ଣ କର? ପରୀକ୍ଷା କର। ଏ ପ୍ରକାର ଲେଖାଯାଏ 23 ପଦ, ହେ ପରମେଶ୍ୱର ମୋର ଅନୁସନ୍ଧାନ କର ଓ ମୋର ଅନ୍ତଃକରଣର ପରିଚୟ ନିଅ। ମୋର ଅନୁସନ୍ଧାନ କର ଓ ମୋର ଅନ୍ତଃକରଣର ପରିଚୟ ନିଅ। ମୋତେ ପରୀକ୍ଷା କର ଓ ମୋର ସଂକଳ୍ପ ସବୁ ଜ୍ଞାତ। ଆମେ ନିଜେ ନିଜେ ଏବେ ଦେଖିବାର ଅଛି ଆମର ଭିତରେ ମଇଳା ଅଛି କି ନାହିଁ। ବେଳେ ବେଳେ ମୁଇଁ ବାସନ ଧୋଇବି, ଆରେ ମାମିନା ଭଉଣୀ କହିବେ ଏଠି ସାବୁନ ଲାଗିଯାଇଛି। ତାଙ୍କୁ ସେଇଟା ଦେଖାଯିବ, ମୋତେ ଦେଖାଯିବ ନାହିଁ। ମୁଇଁ ହଠାତ୍ ଦେଖିକି ଧୋଇଦେବି, ତ ସେଠି ମଇଳା ରହିଯାଇଛି। ତାଙ୍କେ କହିବେ, ଦେଖିଲେ ଆମେ କହୁଛୁ ନାଇଁ ଏ ଖାଇବାଟା ହଉ କି ଯାହା ବି ହଉ କି ମଇଳା ହଉ। ତ ଆମର ଜୀବନର ସେ ପାପକୁ କିଏ ଦେଖିବେ? ପ୍ରଭୁ ଦେଖୁଛନ୍ତି ନେ, ପ୍ରଭୁ ଦେଖୁଛନ୍ତି। ଦାଉଦ କହୁଛନ୍ତି 23 ପଦରେ, ହେ ପରମେଶ୍ୱର ମୋର ଅନୁସନ୍ଧାନ କର ଓ ମୋ ଅନ୍ତଃକରଣ ପରିଚୟ ନିଅ। ମୋତେ ପରୀକ୍ଷା କର, ମୋର ସଂକଳ୍ପ ସବୁ ଜ୍ଞାତ ହୁଅ। ଆମେ ଆମ ଜୀବନରେ କ୍ଲିନିନେସ୍ ହେବାର ଅଛି, ପୁରା ସଫା ହେବାର ଅଛି, ପୁରା ପରିଷ୍କାର ହେବାର ଅଛି ବୋଲେ ଆମେ ଅନୁସନ୍ଧାନ କରିବାର ଅଛି। କ'ଣରେ ଯଦି ଆମର କିଛି ପାପ ଅଛି ସ୍ୱୀକାର କରିବାର ଅଛି। ଆମେ ଯଦି କାହାକୁ କ୍ଷମା ଦେଇନୁ ଆମେ ସ୍ୱୀକାର କରି ତା ସହିତ ମିଶିବାର ଅଛି। ଆମେ ଯଦି ଲୋକମାନଙ୍କ ସହିତ କିଛି ଝଗଡ଼ା ହେଇଛୁ କି ଆମକୁ ଗାଳି କରୁଛନ୍ତି ତା ପାଇଁ ଆମେ ପ୍ରାର୍ଥନା କରିବା, ତା ସହିତ ଆମେ ମିଶିବାର ଅଛି। ଆମେ କ୍ଷମାର ପାତ୍ର ହେଇପାରିବା ଯେତେବେଳେ ଆମେ କ୍ଷମା ଦେଇପାରିବା। ଦୟାର ପାତ୍ର ହେଇପାରିବା ଯେତେବେଳେ ଆମେ ଅନ୍ୟମାନଙ୍କୁ ଦୟା କରିପାରିବା। ଦାନର ପାତ୍ର ହେଇପାରିବା ଯେତେବେଳେ ଆମେ ଦାନ ଦେବା। ଉପକାର ପାତ୍ର ହେଇପାରିବା ଯେତେବେଳେ ଆମେ ଅନ୍ୟମାନଙ୍କୁ ଉପକାର କରିପାରିବା। ଯେତେବେଳେ ହେବ ଆମର ଜୀବନ ପରିଷ୍କାର ଥିବା, ଆମର ଜୀବନରେ ସେଇ ପାପରୁ ଆମେ ପରିଷ୍କୃତ ହେଇଥିବାର ଅଛି। ତାହେଲେ ଆମେ କ'ଣ ଗୋଟେ ସମାଜର ପାତ୍ର ହେଇପାରିବା। ପ୍ରଥମରେ ଆମେ ସଫା ହେବାର ଅଛି, ପ୍ରଥମରେ ଆମେ ପରିଷ୍କାର ହେବାର ଅଛି। ସମସ୍ତଙ୍କ ହୃଦୟ ପରିଷ୍କାରରେ ଆକା ପ୍ରଭୁ ବାସ କରିବେ। ପ୍ରଭୁ କେବେ ମଧ୍ୟ ସେ ପାପ ହୃଦୟରେ ପ୍ରଭୁ ବାସ କରିବେ ନାହିଁ। ମୁଁ ପାପୀ ଥିଲି, ଗୋଟେ ଦିନ ମୋ ଜୀବନରେ ପାପ ଭର୍ତ୍ତି ଥିଲା, କିନ୍ତୁ ପ୍ରଭୁ ବାସ କରିନଥିଲେ। କିନ୍ତୁ ଯେଉଁ ଦିନ ପ୍ରଭୁକୁ ମୁଁ ଗ୍ରହଣ କଲି, ସେଦିନ ପ୍ରଭୁ ମୋତେ ସବୁ ପାପ ଦୋଷରୁ ମୋତେ ହଟାଇଦେଲେ, ସବୁ ଦୂର କରିଦେଲେ। ଆଉ ପ୍ରଭୁ ହୃଦୟରେ ବିଦ୍ୟମାନ ଅଛନ୍ତି।
ପରିଷ୍କାର ଆମ ଭିତରେ ଯିବାର ଅଛି। ପରିଷ୍କାର ଜୀବନରେ ଏକ ପ୍ରଭୁ ବାସ କରନ୍ତି ବୋଲି ଆମେ ଦେଖିପାରୁଛୁ। ତାପରେ ଆମେ ଦେଖିବା 55 ଯେସାଇ 55 ତାର 7 ପଦ। ଯେସାଇ 55 ତାର 7 ପଦ ଏ ପ୍ରକାର ଲେଖା ଯେସାଇ 55 7 ପଦ, ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ, ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ, ଆଉ ସେ ଆମମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ଦୁଷ୍ଟ ଆପଣା ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ, ଏଇଟା ଅଛି ଆମର ମହିଳାକୁ କାଢ଼ବାଟା। ଆମର ଜୀବନରେ କିଛି ଦୁଷ୍ଟତା ଅଛି, କିଛି ଅଧାର୍ମିକ ବିଷୟ ଅଛି, କିଛି ଅପବିତ୍ର ବିଷୟ ଅଛି, କିଛି ମନ୍ଦ ବିଷୟ ଅଛି। ଆପଣା ସଂକଳ୍ପ ପରିତ୍ୟାଗ କରୁ, ଯୋଜନା ସବୁ ପରିତ୍ୟାଗ କରୁ, ଇଚ୍ଛା ସବୁ ପରିତ୍ୟାଗ କରୁ। ଆମର ଜୀବନରେ ଈଶ୍ୱରଙ୍କର ଇଚ୍ଛା ଆମେ ଜାଣିବାର ଅଛି। ଆମେ ଈଶ୍ୱରଙ୍କର ଯୋଜନା ଆମେ ଜାଣିକରି ଆମେ ଜଗତରେ ଜୀବନ ଯଦି ଆମର ଜୀବନରେ ଏଇ ପ୍ରକାର ଗୋଟେ ପରିଷ୍କାର ନାହିଁ, ତାହେଲେ ଆମେ ପ୍ରଭୁଙ୍କ ପାଇଁ ବ୍ୟବହାର ହେଇପାରିବା ନାହିଁ। ଆମେ ଉପଯୋଗୀ ପାତ୍ର ଭାବରେ ତାଙ୍କ ବ୍ୟବହାର ହେଇପାରିବା ନାହିଁ। ସମାଜର ପାତ୍ର ଭାବରେ ଆମେ ବ୍ୟବହାର ହେଇପାରିବା ନାହିଁ। ତେଣୁ ଆମର ଅଧାର୍ମିକ ସଂକଳ୍ପ ଆମେ ପରିତ୍ୟାଗ କରିବାର ପ୍ରଥମ ବିଷୟ ଆମେ ଦେଖିବୁ। ତାପରେ ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ। ଆମେ ଯଦି ପ୍ରଭୁଙ୍କ ଠାରୁ ଦୂରରେ ଯାଇଛୁ, ଏବେ ସଦାପ୍ରଭୁଙ୍କ ପ୍ରତି ଆମେ ଫେରିବାର। ଯେମିତି ଅପବୟ ପୁତ୍ର କ'ଣ କଲେ? ଦୂରକୁ ଚାଲିଗଲେ ପ୍ରଭୁଙ୍କ ଠାରୁ, ପିତାଙ୍କ ଠାରୁ, ଆଉ ସେ ଫେରି ଆସିଲେ। ଆଉ ପିତା ପୁତ୍ରର ଏକ ସୁନ୍ଦର ମିଳନ ହେବାର। ଠିକ୍ ସେହି ପ୍ରକାର ଆମେ ଯଦି ଏବେ ବି ପ୍ରଭୁଠାରୁ ଦୂରରେ ଅଛୁ, ତାହେଲେ ଆମେ ଫେରିବାର ଅଛି। ତାହେଲେ ପ୍ରଭୁଙ୍କ ସହିତ ଆମେ ସୁସମ୍ପର୍କ ଆମେ ସ୍ଥାପନ କରିପାରିବୁ। ତ ତାହାକୁ ଦୟା କରିବେ। ପ୍ରଭୁଙ୍କ ନିକଟରେ ଆମେ ଯଦି ଯିବୁ, ସେ ଆମକୁ ଦୟା କରିବେ। ସେ ଦୟାଳୁ ପରମେଶ୍ୱର। ତେଣୁକରି ଆମେ ଫେରିବାର ଅଛି, ତାହେଲେ ଆମେ ପରିଷ୍କାର ହେଇପାରିବା। ଯଦି ଆମେ ଫେରିବା ନାହିଁ, ଆମେ ପରିଷ୍କାର ହେଇପାରିବା ନାହିଁ। ଆଉ ସେ ଆମମାନଙ୍କର ପରମେଶ୍ୱରକୁ ଫେରୁ, କାରଣ ସେ ବହୁଳ ରୂପେ କ୍ଷମା କରିବେ। ସେ ଟିକେ କରି ନାହିଁ। ଆମେ ଗୀତ ସଂହିତା 103:12 ଲେଖା ଅଛି, ଆମମାନଙ୍କ ପାପ ପୂର୍ବରୁ ପଶିବ ଯେତେ ଦୂର ସେତେ ଦୂର ସେ ଆମଙ୍କ ପାପ ସବୁ କରୁଛନ୍ତି ବୋଲି ଆମେ ଦେଖିପାରୁ। ତେଣୁ ପ୍ରଥମ ବିଷୟ ଆମେ ପରିଷ୍କାର ହେବା, ତାହେଲେ ଆମେ ସମାଜ। ଯଦି ପରିଷ୍କାର ନାହିଁ, ଆମର ଜୀବନରେ କିଛି କୂଟ କପଟ ଅଛି, ତାହେଲେ ଆମେ ପ୍ରଭୁଙ୍କ ପାଇଁ ବ୍ୟବହାର କରିପାରିବା ନାହିଁ। ତାପରେ ଆମେ ଦେଖିବା ପ୍ରଥମ କରନ୍ଥୀୟ 5 ପର୍ବ ତାର 7 ପଦ। ପ୍ରଥମ କରନ୍ଥୀୟ 5 ପର୍ବ ତାର 7 ପଦ ଏ ପ୍ରକାର ଲେଖାଯାଏ। ପ୍ରଥମ କରନ୍ଥୀୟ 5:7 ପଦ, ତୁମେମାନେ ତ ଖମରି ଶୂନ୍ୟ ଲୋକ, ତେଣୁ ଯେପରି ତୁମମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମିର ବାହାର କରି ପକାଅ, କାରଣ ଆମମାନଙ୍କ ନିସ୍ତାର ପର୍ବର ମେଷଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ଏଠି ଆମେ ଦେଖୁଛୁ ତୁମମାନେ ତ ଖମିର ଶୂନ୍ୟ ଲୋକ। ଖମିର ବୋଲେ କ'ଣ? ଖମିର ଗୋଟେ ପ୍ରକାର ଯୋଉଟାକି ଆମ୍ଳି ଥିବ, ଯୋଉଟାକି ଆଚାରରେ ପକାଇବେ, ସେମିତିକା ଗୋଟେ ଜିନିଷ ସେଟା। ଯଦି ଅଟା ଦଳୁଛୁ, ସେଠି ଯଦି ଖମିର ପକା ହେବ, ଇଷ୍ଟ ବୋଲବେ ଆମ୍ଳି ହେଇଯିବ ସେଟା। ଅଟା ଆମ୍ଳି ହେଇଯିବ। ତ ସେଇ ପ୍ରକାର ପାପକୁ ଖମିର ବୋଲି କୁହାଯାଉଛି। ଆମ ଜୀବନରେ ଯଦି ସେ ଖମିର ଅଛି, ତାହେଲେ କ'ଣ ହେଇପାରିବ ନା? ତୁମେ ତ ଖମିର ଶୂନ୍ୟ ଲୋକ, ତେଣୁ ଯେପରି ତୁମେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମିର ବାହାର କରି ପକାଅ, କାରଣ ଆମମାନଙ୍କର ନିସ୍ତାର ପର୍ବର ମେଷଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ଆମମାନଙ୍କୁ ନୂଆ ପିଣ୍ଡୁଳା କରିବା ପାଇଁ। ଆଉ ଆମମାନେ ପ୍ରଭୁ ଆମମାନଙ୍କୁ କ'ଣ କରୁଛନ୍ତି? ପୁରୁଣା ଖମିର ବାହାର କରିଦେବାର ଅଛି। ପୁରୁଣା ଖମିର ଅର୍ଥାତ୍ ପୁରୁଣା ପାପ ବାହାର କରିଦେବାର ଅଛି। ସବୁ ବାହାର କରି ନୂତନ ବିଷୟ ଆମେ କ'ଣ କରିବାର ଅଛି? ପକାଇବାର ଅଛି। କି ନୂତନ ବିଷୟ କ'ଣ? ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କୁ ଆମ ଜୀବନରେ ପ୍ରଥମ ସ୍ଥାନ ଦେଇ ଆମେ ଜୀବନ କାଟିବାର ଅଛି। ସେଇଟା ହେଉଛି ନୂତନ ପିଣ୍ଡୁଳା। ନୂଆ ପିଣ୍ଡୁଳା ହୋଇପାର। ଆମେ ନୂଆ ପିଣ୍ଡୁଳା ସେତେବେଳେ ହେବୁ ଯେତେବେଳେ ଆମେ ପୁରାତନ ବିଷୟ ଆମେ ଲୋପ ପାଇଛୁ। ଦେଖ, ନୂତନ ବିଷୟ ସବୁ ଆମେ ନୂତନ ସୃଷ୍ଟି ହେଇଛୁ।
आमे प्रभु को जेतेबेले ग्रहण करछु आमे नूतन सृष्टि हेछु तेणु करी नुआ पिंडुला हेबार अछि बोले आमे पुराना खमीर बाहर करी पकाइबार पुराना पाप आमे त्याग करबार हमर मन रे एंतिका विषय गुडा रही जायछि आमे से मते गोटे दिन एंति कहिथिला हां ता सहित मुई कथा हेबी नै ताकर घरे मुई जीवी नै हैं इटा पुराना खमीर रही जायछि आमे केतेबेले परिष्कार हेलु प्रभु हमको केतेबेले व्यवहार करिवे ने गोटे लोक हम विरुद्ध रे किछि कहि दैछि आमे ताकू क्षमा देबार ने सेटा को हम भीतर एंती रखी देछु जाबुडी करी सेटा को छाड़बी नै ने हैं सेटा को छोड़ा जीव नै से स्वीकार कले मध्ये आमे ताकू क्षमा देबाटा बहुत कष्ट हो जाउछि ता पुराना विषय आमे नूतन विषय है ना तेणु करी माने समाजर पात्र होई पाए परिष्कार होई पारबो ना आउ माने प्रभु को पाए व्यवहार होई पारबा तेणु करी पुरातन विषय आउ से पुरातन खमीर हमें बाहर करबा पड़िबो आउ नूतन नूतन नुआ पिंडुला होई पार एति में पुराना खमीर बाहर करि पकाओ कारण आमान को निष्ठार पर्व मेषक करता ख्रीष्ट मध्य बलिकृत प्रभु आमको निमंते बलिकृत होई अछंती आमको नुआ करबा पई आमको पवित्र करबा पई आमको समाजर पात्र करबा पई आमको मनोनीत पात्र करबा पई योग्य पात्र करबा पई से आमको पई बलिकृत होई छंती तेणु करी आमको जीवन रे पुराना विषय बात महिला सब बात करबा प्रथम रे क्लीन हबार अछि सफा हबार अछि सीधा प्रभु चाहू यदि क्लीन नाही ताले केबे मध्ये प्रभु आपन भीतर वास करबे नाही तापरे द्वितीय कोरिन्थ 7 पर्व 1 पदर मध्ये हम वाक्य देखियो तो माने जो सब विषय लेखि अछि द्वितीय कोरिन्थ 7 पर्व 1 पद ए प्रकार लेखा जाए अतएव हे प्रिय माने ए समस्त प्रतिज्ञा प्राप्त हेबारु आस शरीर और आत्मार समस्त अशुचितारु आपण आपणा को सूची करू पुणी ईश्वर को भय करी पवित्रतारे सिद्ध हेउ लेखा है समस्त प्रतिज्ञा प्राप्त हेबारु लेखा है हे प्रिय माने ए समस्त प्रतिज्ञा प्राप्त हेबारु शरीर और आत्मार समस्त अशुचितारु आपणा को सूची करू पुणी ईश्वर को भय करी पवित्रतारे सिद्ध प्रभु हमको प्रतिज्ञा देछि आमे जदि पितर देखबा आमे जदि एफिसियो पुस्तक देखबा आमान को कोन करछन्ते राजकीय जाजक वर्ग करछन्ते आमान को कोन स्वर्गर नागरिक करछन्ते आमान को से पवित्र जाति करिसन्ते आउ से प्रतिज्ञा करिसन्ते जे मोर निकट को आसीबो मु ताको कोन करिले नाही बाहर करिले भी नाही अनेक प्रतिज्ञा प्राप्त हने हेइछु अनेक प्रतिज्ञा में प्राप्त हेइछु तेणु कर कोन करबार अछि शरीर और आत्मार समस्त अशुचिता को अशुचितार आम सूची हेबार अनक्लीन रो क्लीन हेबार अछि माने अपरिष्कार रो परिष्कार हेबा पई प्रभु कहउछन्ति परिष्कार हेबा पईले आमे पाप स्वीकार करबार अछि परिष्कार हेबा पईले आमे पाप स्वीकार करबार अछि तो केति पे आमे समाजर पात्र एई परिबा केति पे आमे से प्रकार हेले आमे समाजर पात्र हेले गोटे गोटे प्रभुकर दास माने अछंती मुई सुनी छी कहया पय से माने 24 घंटा को केवल 3 घंटा से माने सोइबे सुनी छी हां से माने प्रभु को पय एते डेडिकेटेड एते उत्सर्गकृत जे हां से माने प्रभु को पय अधिक समय व्यवहार करते से माने कोन समाजर पात्र होई परबे नै कि हां अनेक लोक प्रभु को पय निज जीवन मध्ये दे दै अनेक लोक प्रभु को पय घर मध्ये खाली कर दै छथि अन्य प्रभु को दास मान जीवन दे दी तो हमें परिष्कार होगा प्रभु हमको अनेक विषय देछन्ति स्वीकार करबा हमर जीवन रे जदि हमने स्वीकार करबा नै पाप स्वीकार करबा नै हम परिष्कार करबा नै असुचिता हमर जीवन रे अछि सूची हेबा पहिले हम कोन करबा अछि निज पाप को स्वीकार करबा अछि पुराना विषय को हमने परित्याग करबार अछि आले हमको से पवित्रता शीघ्र से करिले तापर जाकुब 4 पर्व तार 8 पद जाकुब 4 पर्व तार 8 पद हम ए प्रकार लेखा जाए जाकुब 4 रो 8 पद ईश्वरंकर निकटवर्ती हुओ सेते से तुम मानकर निकटवर्ती हेबे
हे पापीमाने तुमମାନଙ୍କୁ हस्त शुचि कर पुणी हे दीमना माने तुमମାନଙ୍କୁ हृदय शुद्ध कर। ईश्वरଙ୍କର ନିକଟବର୍ତ୍ତୀ ହୁଅ। ଆଜି ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହଉଛୁ କି? ଯେଉଁମାନେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ ପ୍ରଭୁ ମଧ୍ୟ ତାଙ୍କ ନିକଟବର୍ତ୍ତୀ ହେବେ। ସେଥିରେ ସେ ତୁମଙ୍କର ନିକଟବର୍ତ୍ତୀ ହେବେ ବୋଲି ସାମୁଏଲ ଦେଖୁଛୁ ଯେଉଁମାନେ ଆମକୁ ସମାଦର କରନ୍ତି ଆମେ ସେମାନଙ୍କୁ ମଧ୍ୟ ସମାଦର କରିବା ବୋଲିକିରି ସାମୁଏଲରେ ଆମେ ଦେଖିପାରୁଛୁ। ଯେଉଁମାନେ ତାଙ୍କର ନିକଟବର୍ତ୍ତୀ ହେବେ ପ୍ରଭୁ ମଧ୍ୟ ତାଙ୍କର ନିକଟବର୍ତ୍ତୀ ହେବେ। ଆମେ ଯଦି ଦୂରକୁ ଯିବା ବୋଲେ ପ୍ରଭୁ କ'ଣ କରିବେ? ସେ ପ୍ରକାର ସେ ମଧ୍ୟ ଦୂରରେ ରହିବେ। କାହିଁକି ବୋଲେ ଆମେ ତାଙ୍କ ସହିତ ମିଶିବାକୁ ଇଚ୍ଛା କରୁନୁ। ସେ ଆମ ପାଇଁ ମଧ୍ୟ ସେଇ ପ୍ରକାର କରିବେ ବୋଲି ଆମେ ଦେଖିପାରୁଛୁ। ତୁମମାନଙ୍କର ନିକଟବର୍ତ୍ତୀ ହେବେ। ଆମେ ଦୂରରେ ଗଲେ ସେ ମଧ୍ୟ ସେ ଦୂରରେ ରହିବେ। ଏ ପାପୀମାନେ ତୁମମାନେ ହସ୍ତ ଶୁଚି କର ପୁଣି ଏ ଦିମନା ମାନେ ତୁମମାନଙ୍କ ହୃଦୟ ଶୁଦ୍ଧ କର। ଏଇଟା ଗୋଟେ ବିଲିଭର୍ସ ଗୋଟେ ବିଶ୍ୱାସୀମାନଙ୍କ ପାଇଁ ବାକ୍ୟ ଆମେ ଦେଖିବା। ଅବିଶ୍ୱାସୀମାନଙ୍କ କଥା ନାହିଁ। ଅବିଶ୍ୱାସୀମାନଙ୍କୁ ପାପୀମାନଙ୍କୁ ପ୍ରଭୁ ପ୍ରେମ କରି ସ୍ୱର୍ଗ ସୁଖ ଛାଡ଼ି ତାଙ୍କର ନିକଟବର୍ତ୍ତୀ ହେଲେ। ପାପୀମାନଙ୍କ ନିକଟବର୍ତ୍ତୀ ହେଲେ। କିନ୍ତୁ ଆମେ ଯେତେବେଳେ ପ୍ରଭୁଙ୍କୁ ଜାଣିଲୁ ଆମେ ଯଦି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ନାହିଁ ପ୍ରଭୁ ମଧ୍ୟ ଆମ ନିକଟବର୍ତ୍ତୀ ହେବେ ନାହିଁ ବୋଲି ଆମେ ଦେଖିବା। ଯଦି ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଆମେ ବଢ଼ିଆ ଏକ୍ଜାମ୍ପଲ ବଢ଼ିଆ ଉଦାହରଣ ଆମେ ଜାଣୁଛୁ। ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ଲୋକମାନେ ସ୍ୱର୍ଗକୁ ଯାଇଛନ୍ତି ଜୀବନ କରି। କିଏ ସିଏ ଜାଣିଛ? ପ୍ରଭୁଙ୍କ ନିକଟବର୍ତ୍ତୀ ହେଇ ସେ ସ୍ୱର୍ଗକୁ ପଳାଇବେ। କିଏ ସିଏ? ହନକ ଯେତେବେଳେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇ କ୍ଲୋଜ ହେଇଗଲା ପ୍ରଭୁ ତାଙ୍କୁ ନେଇଗଲେ। ଆମେ ସେମିତି ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ସେ ଜଗତରେ ଥିଲେ ହନକ ସେ ଜଗତ ବାହାରେ ନଥିଲେ। ସେ ଜଗତରେ ଥିଲେ ତାଙ୍କର ପୁଅ ଝିଅ ଥିଲା। ସେ ମଧ୍ୟ କ'ଣ କରୁଥିଲେ? ଖାଉଥିଲେ ବୁଲୁଥିଲେ ଶୋଉଥିଲେ ଲୋକମାନଙ୍କ ସହିତ ମିଶୁଥିଲେ। ଅନେକ ଏ ପ୍ରକାର ପାପ ଦୁନିଆରେ ସେ ଥିଲେ କିନ୍ତୁ ଈଶ୍ୱରଙ୍କ ସହିତ ନିକଟବର୍ତ୍ତୀ ଥିଲେ। ଆମେ ଯେତେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପ୍ରଭୁ ଆମ ସହିତ ସେତେ ନିକଟବର୍ତ୍ତୀ ହେବେ। ତେଣୁକରି ଆମେ ପ୍ରଭୁଙ୍କ ସହିତ ଅଧିକ ଘନିଷ୍ଠ ସମ୍ପର୍କ ଆମେ ରଖିପାରିବା। ଯଦି ପ୍ରଭୁଙ୍କ ସହିତ ଘନିଷ୍ଠ ସମ୍ପର୍କ ନାହିଁ ଆମର ନେଟୱାର୍କ ଏ ମୋବାଇଲ ନେଟୱାର୍କ ସବୁଦିନ ପାଇଁ ଚାଲି ଯାଇପାରେ। ଯେତେବେଳେ ଟାୱାର ନଥିବ ଆମେ ନେଟୱାର୍କ ନଥିଲେ ଆମେ କଥା ହେଇପାରିବା ନାହିଁ କି ଅନ୍ୟ କାମ କରିପାରିବା ନାହିଁ। କିନ୍ତୁ ପ୍ରଭୁ ଗୋଟେ ଏମିତିକା ଲୋକ ତାଙ୍କଠାରେ ନେଟୱାର୍କ ସବୁବେଳେ ଥିବ। ଆମେ ଯେତେ ତାଙ୍କ ପାଖକୁ ଗଲେ ସେ ନେଟୱାର୍କ କେବେ ମଧ୍ୟ ବନ୍ଦ ହେବ ନାହିଁ। ତେଣୁ ଆମେ ତାଙ୍କ ନିକଟକୁ ଯିବା। ଆମେ ତାଙ୍କ ନିକଟକୁ ଯିବା ଆଉ ଆମେ ତାଙ୍କ ନିକଟକୁ ଗଲେ ଆମେ ନୂଆ ବିଷୟ ଜାଣିବା। କେମିତି ଆମେ ତାଙ୍କ ନିକଟକୁ ଯିବା? ଯେତେବେଳେ ଆମେ ସକାଳେ ଉଠୁଛୁ ଆମର ପ୍ରଥମ କାମ କ'ଣ ହେବାର ଅଛି? ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି। ନାଇଁ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବାର ଅଛି। ପ୍ରଭୁ ଗତ ରାତ୍ରିରେ ଆମକୁ ସୁନିଦ୍ରା ଦେଲ ସବୁ ପ୍ରକାର ବିପଦରୁ ଉଦ୍ଧାର କରି ଆଜି ଗୋଟେ ସୁନିଦ୍ରା ଦେଇ ନୂଆ ଦିନ ଦେଖାଇଲ ନୂଆ ଜୀବନ ଦେଲ ଧନ୍ୟବାଦ। ସେତିକି ଆମେ କହିପାରିବା ନାହିଁ କି? ତାପରେ ଆମେ ପ୍ରଭୁଙ୍କ ବାକ୍ୟ ଆମେ ପଢ଼ିବାର ଅଛି। ପ୍ରଭୁ ଆମକୁ କଥା କହିବେ। ଆମେ ସିନା ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ କଥା କହୁଛୁ କିନ୍ତୁ ପ୍ରଭୁ ଆମକୁ ବାକ୍ୟ ଦ୍ୱାରା ଆମକୁ ସେ କଥା କହିବେ। ତେଣୁକରି ଆମେ ପ୍ରଭୁଙ୍କ ବାକ୍ୟ ଆମେ ପଢ଼ିବାର ଅଛି। ଆମେ ପ୍ରଭୁଙ୍କର ବାକ୍ୟ ପଢ଼ିବାର ଅଛି। ସେ ନୂଆ ଚିନ୍ତା ଆମକୁ ଦେବେ। ନୂଆ ଚିନ୍ତା ଦେବେ। ଆଉ କ'ଣ କରିବାକୁ ହେବ ସେ ଆମକୁ କହିଦେବେ। ଯେତେବେଳେ ମୁଁ ଆଶା କେନ୍ଦ୍ରରେ ଥିଲି ସେତେବେଳେ 8ଟା ସମୟରେ ଡିଭୋସନ୍ ହେବ। ଡିଭୋସନ୍ ପରେ ଆମର ସୁପରଭାଇଜର ସମସ୍ତଙ୍କୁ ଡାକିକିରି କହିଦେବ ତମେ ଏଠି ଯିବ ତମେ ସେଠି ଯିବ ତମେ ସେ କାମ କରିବ ତମେ ସେ କାମ କରିବ ବୋଲି ସେ ଆମକୁ କହିଦେଉଥିଲେ। ତାହେଲେ ଆମେ ସେ ବାଟେ ଯାଇକରି ଆମେ କାମ କରୁଥିଲୁ। ଠିକ୍ ସେଇ ପ୍ରକାର ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ ପ୍ରଭୁ ଆମକୁ କଥା କହିବେ ଆମ ଜୀବନରେ ଆଜି କ'ଣ କରିବା ପାଇଁ ପଡ଼ିବ। ଆଜି କ'ଣ ମୁଁ ଆଜି ଯେତେବେଳେ ସକାଳେ ଉଠିଲି ମୁଁ ଏଇ ବିଷୟ ମୁଁ ପଢ଼ିଲି ନିଜକୁ ପରିଷ୍କାର କରିବାର ଅଛି ନିଜକୁ ପରିଷ୍କାର କରିବାର ଅଛି ବୋଲିକରି ମୁଁ ପଢ଼ିଲି। ତ ସେଇ ଥଟ୍ ଆପଣମାନଙ୍କୁ ମଧ୍ୟ ଦେଉଛି। ଆଗରୁ ମୁଁ ଏଇଟା ଲେଖିଥିଲି ଆଉ ତାହାକୁ ଆଜି ଟିକେ ମୁଁ ଷ୍ଟଡି କଲି ଆଉ ସେଇଟା ଆପଣମାନଙ୍କୁ କହିବା ପାଇଁ ଇଚ୍ଛା କଲି। ତ ନିଜକୁ ଆମେ ପରିଷ୍କାର କରିବାର ଅଛି ନିଜକୁ ଶୁଚି କରିବାର ଅଛି। ଆମେ ତାଙ୍କର ନିକଟବର୍ତ୍ତୀ ହେବାର ଅଛି। ସେ ଆମର ନିକଟବର୍ତ୍ତୀ ଅଛନ୍ତି ଆମେ ମଧ୍ୟ ତାଙ୍କର ନିକଟବର୍ତ୍ତୀ ହେବାର ଅଛି। ନିକଟବର୍ତ୍ତୀ ଯଦି ପ୍ରଭୁ ଆମର ନିକଟବର୍ତ୍ତୀ ଅଛି ଆମେ
भय करवा आम कौन मिछ को भय करवा आम कौन चिटिंग को भय करवा आज मुझे सकाଳେ संडे स्कूल रे पिला को कहूली जे गोटे सीओ होगापी माने से कि जे चीफ होगापी कौन करवार अच्छे से गोटे परीक्षा देवा से परीक्षा से मालिक जहाँ कहले तुम्हें गोटे परीक्षा तुमको करबी मु से परीक्षा कौन जे समस्त को धान देवे धान नियो गोटे मास भितर कार धान उठुची भल फल फलुची से यही ऑफिस रो से चीफ हेबो से मुख्य हेबो बोली कहले से समस्ते धान नेले आउ से माने कोन करछथि बड़ाउछथि गोटे मास हो गला गोटे मास पर से माने समस्ते आइले मालिक को देखाइले मोर धान एते ऊंचा हैला आ फल पड़ला हां एबे मुई ऑफिस रो मुख्य हेबी बोली से कहछ समस्ते सेंती कहछ किंतु गोटे लोक थिला से कोन करूची ना से धान को जेते खत दउची जेते पीड़िया दउची जेते अन्य बाड़ करूची पानी दउची से धान उठू ना गोटे दिन मिसा टिके मिसा गजा बेटा से देखी ना निराश ही गला गोटे मास हैला टिके मिसा एटा गजा ही था तो मुई आनी जीवी नहीं मालिक पाके दुख कला ताकू डका गला शेष रे से गला से दूर रे ठिया आइछि आउ तार धान गजा है समस्त धान गजा ही जाइछि आउ ओई समय रे मालिक कहला तुमने एटा केंती गजा करलो नाई आमे पानी देलु खत देलु तबे हमर गजा हे गला बढ़िया आई गला तार काई की हैला नै आमे जाननो है से करनो थिबो बोली किंतु मालिक कहला ए ऑफिस रो ऑफिसर भाबे मुख्य भाबे ए लोक नियुक्ति ए आका तुमको तुम ऑफिसर कहीं आज्ञा आम धान तो उठला आम हवा कथा तार तो उठी ना आप कहते यहाँ अन्याय कर कहला मुई धान देती सीटा उष्णा धान देती सिजाई कर धान देती सिजाई कर धान देलाटा केवे गजा हेब कि केवे मिसा गजा हेब ना तुम सब बजार रू किणी कर आनी मत ठकुच मुई तो मालिक मुई सब करी मत तुम ठकी पार्ब ना किंतु ए बिचारा बजार रू ठकी कर आन नहीं कि किसी कर नहीं से चेष्टा करला हैला नहीं भाई से रही गला हां तेणु से विश्वस्त मोर प्रिय भाई बहन मैंने आम विश्वस्त पात्र हेबा आम समाजर पात्र हेबा आम चिटिंग करवा ना आम ठकवा ना मिछ कथा कहवा ना ताले आम समाजर पात्र दे पाइबा शेष में गोटे विषय कही समाप्त करी प्रथम जहन 3 पर्व 3 पद प्रथम जहन 3 पर्व 3 पद एप्रकार लिखा जाए प्रथम जहन 3 पद आउ जे कि तांगठारे एई भरोसा स्थापन करियछि से जेपरि पवित्र अटंती से सेहीपरि आपना को पवित्र करे सेहीपरि आपना को पवित्र करे प्रभु पवित्र आमे पवित्र हेबा पवित्र अर्थ अछि पृथक अलगा जीवन आमर काटवा को पड़ो जगत रे समस्ते जंती कहते आम सेमती करवा ना समस्ते जंती देखुं आम सेमती देखी पार्बा ना समस्ते जोटा खाऊँ आम से खाई पार्बा ना समस्ते जो जाऊँ आम से जापारा ना पवित्र अर्थ होची सेपारेशन अलगा हेबा ताले आम समाजर पात्र हो पारिबा अनेक विषय अच्छी आमर समय ना तेणुक प्रभु आम अनुग्रह करूँ दया करूँ हम देखिए आगामी दिन मानकर समाधान पात्र होगा परिष्कार होगा प्रत्येक मुहूर्त आम जीवन में पाप को माने स्वीकार करवा परिष्कार होगा समाज प्रभु एक वाक्य